ରାୟଗଡ଼ାଠାରେ ଆଜି ବିଜେଡିର ବିଶାଳ ଶୋଭାଯାତ୍ରା ଓ ନୂତନ କର୍ମୀମାନଙ୍କ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ସେଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ଗାୟତ୍ରୀନଗର ସ୍ଥିତ ବିଜେଡି କର୍ମୀ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ବିଜେଡି କର୍ମୀ କାର୍ଯ୍ୟାଳୟରେ ବିରୋଧୀ ଦଳର ନେତାମାନେ ଓ କର୍ମୀମାନେ ପ୍ରାୟ 1200 ରୁ ଊର୍ଦ୍ଧ୍ୱ ଆୟୋଜିତ ବିଜେଡି ଦଳରେ ମିଶ୍ରଣ ପର୍ବରେ ନୂତନ ବିଜେଡି ଉତାରି ପକାଇ ସାମିଲ ହୋଇଥିଲେ। ଆଜିର ବିଶାଳ ଶୋଭାଯାତ୍ରାରେ ପ୍ରାୟ 3000 ଊର୍ଦ୍ଧ୍ୱ କର୍ମୀମାନେ ପ୍ରଚଣ୍ଡ ରୌଦ୍ର ତାପକୁ ଖାତିର ନକରି ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଶାନ୍ତ ଥିବା ରାୟଗଡ଼ା ବିଜେଡି ଗୋଷ୍ଠୀ କନ୍ଦଳକୁ ପୁଣି ଅଶାନ୍ତ କରିଥିଲେ। ସକ୍ରିୟ କର୍ମୀ ଦୀର୍ଘ 40 ରୁ 42 ବର୍ଷ ଧରିକି ସେ ଅନବରତ ଭାବରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ବିଭିନ୍ନ ଲୋକଙ୍କର ବିଭିନ୍ନ ସୁଖ ଦୁଃଖରେ ମଧ୍ୟ ସିଏ ସର୍ବଦା ନିଜେ ସଂଶ୍ଳିଷ୍ଟ ରହିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାଫଳରେ ଲୋକେ ଆଜି ପଣ୍ଡାବାବୁଙ୍କ ଭଳି ଜଣେ ବ୍ୟକ୍ତିତ୍ୱକୁ ଏହି ଅଞ୍ଚଳରେ ଲୋକ ତାଙ୍କୁ ଗୋଟେ ଡାଇନାମିକ୍ ପର୍ସନ୍, ଗୋଟେ ସୋସିଆଲ ୱାର୍କର ଭାବରେ ମଧ୍ୟ ଗ୍ରହଣ କରୁଛନ୍ତି। ଏଭଳି ହେବା ସ୍ଥଳରେ ସେ ଯେତେବେଳେ ବି ବିଜୁ ଜନତା ଦଳର ଯେକୌଣସି ରାଲି ହେଉ କି କୌଣସି ପ୍ରକାର ବିଜୁ ଜୟନ୍ତୀ ହେଉ କି ପଞ୍ଚାୟତ ରାଜ ଦିବସ ହେଉ, ଯେତେବେଳେ ବି ଆପଣମାନେ ଜାଣନ୍ତି ସେ ଡାକିଲେ ପଣ୍ଡାବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ଥିବା ଲୋକମାନେ, ନବୀନ ବାବୁଙ୍କୁ ଭଲ ପାଉଥିବା ଲୋକମାନେ ଆମ ସହିତ ଜଡ଼ିତ ଥିବାରୁ ଜନସମୁଦ୍ର ଭଳି ସବୁବେଳେ 10,000 ରୁ 12,000 କର୍ମୀ ଉପସ୍ଥିତ ରୁହନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଆଜି ଆମେ ଗୋଟେ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ କରିବା ଉଦ୍ଦେଶ୍ୟରେ ପରମିଶନ ବି ନେଇଥିଲୁ। ଗତକାଲି ଠାରୁ ବିଭିନ୍ନ ସୂତ୍ରରୁ ଫୋନ୍ ଗୁଡ଼ିକ ଆସିଲା। ମୁଁ ଜାଣିବା ମଧ୍ୟରେ ସେ ଭିତରେ ପର୍ଯ୍ୟବେକ୍ଷକଙ୍କ ସହିତ ଯେତେବେଳେ ଆମେ ମିଶିବାକୁ ଯାଇଥିଲୁ, ତାଙ୍କୁ ଫୁଲତୋଡ଼ା ଦେଲାବେଳେ ମୁଁ କହିଥିଲି ଯେ ପାଖାପାଖି 1500 ରୁ ଊର୍ଦ୍ଧ୍ୱ କଂଗ୍ରେସ, ବିଜେପି ଓ ବିଏସ୍ପିର ସମର୍ଥକ ମିଶିବେ, ଆମେ କରୁଛୁ। ସେ କହିଥିଲେ ଗୁଡ୍, ଆମ ଜିଲ୍ଲାର 3 ରୁ 3 ଆସିବାକୁ ପଡ଼ିବ ବୋଲି କହିଲେ। ହସେଇ କହିଲେ ଆପଣମାନେ ମିଳିମିଶି କାମ କରନ୍ତୁ। କିନ୍ତୁ ସନ୍ଧ୍ୟାବେଳେ ମୋତେ ଆଶ୍ଚର୍ଯ୍ୟ ଲାଗିଲା, ସେ କହିଲେ ଆମ ଭାଇମାନେ ଯେତେବେଳେ ଯାଇଥିଲେ ଆପଣମାନେ ଅଫିସ୍ ବନ୍ଦ କରନ୍ତୁ। ସେତେବେଳେ କୁହା ହେଇଥିଲା ଅଫିସ୍ କାହିଁକି ବନ୍ଦ କରାହେବ, ଯେହେତୁ 2 ବର୍ଷ ହେଲାଣି ଅନବରତ ଭାବରେ ଲୋକଙ୍କୁ ସେବା ଯୋଗାଇ ଆସୁଛି। ନବୀନ ବାବୁଙ୍କ ପ୍ରତି ଯେଉଁମାନେ କଲ୍ୟାଣ ପ୍ରତି ଆକୃଷ୍ଟ ହୋଇକି ଅଛନ୍ତି, ଏଭଳି ସ୍ଥଳରେ ଏଇଠିକାର ସ୍ଥାନୀୟ ନେତାଙ୍କର କିଛି କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଯେଉଁମାନେ ବିଜେପି, କଂଗ୍ରେସ ଆଡ଼କୁ ମୁହାଁଇବାକୁ ଚେଷ୍ଟା କରୁଥିଲା ବେଳେ ପଣ୍ଡାବାବୁ ସେମାନଙ୍କୁ ଆବୋରିକି ରଖିଛନ୍ତି, ରଖିବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ସର୍ବୋପରି ସେ ଗରିବ ହେଉ, ଖଟିକିଆ ହେଉ, ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥଳରେ ଆଜି ସକାଳେ ଆମେ ଜାଣିବାକୁ ପାଇଲୁ ତାଙ୍କୁ ଏକ୍ସପଲ୍ସନ୍ କରାଗଲା। କ'ଣ ପାଇଁ କରାଯିବ? ଯଦି ଦଳର ମିଶ୍ରଣ କରିବା ଏକ କ'ଣ ଖରାପ କାମ କି? ସେଇଟା ଦଳକୁ ମଜବୁତ କରିବ। ଆଜି ଦଳ ଯଦି ରାୟଗଡ଼ାରେ 2019 ଦେଖିବା, ସ୍ୱାଧୀନ ସଦସ୍ୟ ଆସିଲେ କେଉଁଥିପାଇଁ? ଯେହେତୁ କିଛି ଅସନ୍ତୁଷ୍ଟକୁ ଆମେ ନିଜକୁ ଆପଣେଇ ପାରିଲେନି। ପର୍ଯ୍ୟବେକ୍ଷକ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସେଭଳିଆ ବୁଝାମଣା କରିବା ପାଇଁ ଚେଷ୍ଟା କରିନାହାନ୍ତି ସେ ନିଯୁକ୍ତି ହେବା ଦିନଠାରୁ। ସର୍ବୋପରି ଗତ ଦିନରେ ଯେତେବେଳେ ଆଜିର ସଭାପତି ଜଣେ ବରିଷ୍ଠ ସଦସ୍ୟ ଦଳର, ତାଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିବା କଥା। ସେ ଦଳ ପ୍ରତି ସବୁବେଳେ ଅନୁଗତ ହୋଇକି ଆସିଛନ୍ତି। ସେ ଯେତେବେଳେ ମଙ୍ଗ ସମ୍ଭାଳିଲେ, ସିଏ ତାଙ୍କ ଡାକରାରେ ସେ ନବୀନ ବାବୁ, ସେ ବିଜୁ ପଟ୍ଟନାୟକ, ସେ ସଂକୋଚିତ ଥାଇକି ମଧ୍ୟ ସେ ଡାକିଲେ ଲୋକ ଆସୁନାହାନ୍ତି। ସେଭଳି ଥରେ ପଣ୍ଡାବାବୁ ଡାକିଲେ, ସେ କେଉଁ ପଦପଦବୀ ନାହାନ୍ତି, କିଛି ନାହିଁ, ସେ ଡାକିଲେ 10,000 15,000 ଲୋକ କାହିଁକି ଆସୁଛନ୍ତି? 2 ବର୍ଷ ଧରି ଅଫିସ୍ କଲୁ। ସେ ଅଫିସ୍ ହେଲା ପରେ ଗୋଟେ ମାସରେ ଆଉ ଗୋଟେ ଅଫିସ୍ ଖୋଲିଲେ, ଯାହାକି 40 ବର୍ଷ ହେଲା ସେ ଖୋଲି ନଥିଲେ। ଏଗୁଡ଼ାକ ଅତି ବିଚିତ୍ର ଘଟଣା ଘଟୁଛି। ଯାହାଫଳରେ ବିଜେଡ଼ି ଏଇଠି ଓଡ଼ିଶାରେ ଥିଲେ ମଧ୍ୟ ଏଠି ଦିନକୁ ଦିନ ଦୁର୍ବଳ କଲା ଭଳିଆ ଯେଉଁ ତତ୍ତ୍ୱ ଗୁଡ଼ାକ କାମ କରୁଛନ୍ତି, ଏଗୁଡ଼ିକରୁ ବିରତ ରହିବା କଥା। ସର୍ବୋପରି
पंडा बाबू भली व्यक्तित्व को कौन दल के छाड़बनी। आज सका उपस्थित थी पंडा बाबू को पीसीसी रु फोन आसाला इवेन बीजेपी तरफ विभिन्न पदपदवी देवाई कहुच्छे आपड़ सीधा भुवनेश्वर बाहर पड़ू जहाँकि निश्चित भाव में गर्व लगुच पंडा बाबू भली गोटे व्यक्तित्व दलर आवश्यकता अच्छी। रायगड़ार प्रत्येक गरीब खटिकिया कुली मजुरिया समस्ते चाहते पंडा बाबू। अच्छा से आगामी भविष्य कौन कर निश्चित भाव में जिते गोटे दल रही मिश्रण पर्व कले दल को संगठित कले गोटे कर्मी को मानसिक चाप दि जाऊे ताहले निश्चित भाव में सी अलग निष्पत्ति नहीं पारती बोली मु संभावना करुछे। थैंक यू। रायगड़ारू आशुतोष कुमार पट्टनायक रिपोर्ट संघर्ष टीवी।